ବର୍ତ୍ତମାନ ଆମେ ଦେଖିବା ଆମ ଷଷ୍ଠ ଶ୍ରେଣୀ ବିଜ୍ଞାନର ଚାପ୍ଟର ଏଇଠି ପରିସ୍ଥାନର ଅଭ୍ୟାସ ପ୍ରଶ୍ନପତ୍ର। ବୁଝିହେଲା ପିଲାମାନେ? ତାହେଲେ 1 ନମ୍ବର ପିଲାମାନେ ଆମକୁ ଦେଇଛି ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ। ପରିସ୍ଥାନ କାହାକୁ କୁହାଯାଏ? ପିଲାମାନେ ଉଦ୍ଭିଦ ଓ ପ୍ରାଣୀମାନଙ୍କର ବାସସ୍ଥାନ ଓ ତାର ଚତୁଃପାର୍ଶ୍ୱକୁ ପରିସ୍ଥାନ କୁହାଯାଏ। ହେଲା, ଆମେ ଯେଉଁଠି ବାସସ୍ଥାନ କରୁଛେ ଏବଂ ଆମର ଚାରି ପାଖାପାଖି ଯେଉଁ ଅଞ୍ଚଳ ତାକୁ ଆମେ ପରିସ୍ଥାନ କହିବା। ହେଲା, ଆମ ଚାରିପଟେ ପୋଖରୀ ନଦୀ ସବୁ ଅଛି କି ନାହିଁ? ତାହେଲେ ପରିସ୍ଥାନ ହେଉଛି ପରିବେଶର ଏକ ଅଂଶ ବିଶେଷ। ତାପରେ ଖରେ ପିଲାମାନେ ଆମକୁ କ'ଣ ଦେଲା? ଖରେ ଦେଲା ଉଦ୍ଭିଦର ଉପଯୋଜନ କାହିଁକି ଆବଶ୍ୟକ? ପରିବେଶର ପରିବର୍ତ୍ତନ ହେଲେ ସେଥିରେ ତିଷ୍ଠି ରହିବା ପାଇଁ ଉଦ୍ଭିଦର ଉପଯୋଜନ ଆବଶ୍ୟକ ହୋଇଥାଏ। ଗରେ 3ଟି ଅଜୈବିକ କାରକର ନାମ ଲେଖ। ସେଲା ଜଳ, ବାୟୁ ଓ ଆଲୋକ ହେଉଛି ଆମର 3ଟି ଅଜୈବିକ କାରକ, ମାନେ ତାର ଜୀବନ ନାହିଁ କିନ୍ତୁ ଆମର ବହୁତ ଉପକାରରେ ଆସନ୍ତି। 2 ନମ୍ବର ପ୍ରଶ୍ନ ପିଲାମାନେ, କାରଣ ଲେଖ। ମାଛକୁ ପାଣିରୁ କାଢ଼ି ଆଣିଲେ ସେ ମରିଯାଏ, କାରଣ କ'ଣ? ପିଲାମାନେ ଆମେ ଫୁସ୍ଫୁସ୍ ସାହାଯ୍ୟରେ ଶ୍ୱାସକ୍ରିୟା କଲା ପରି ମାଛମାନେ ଗାଲି ସାହାଯ୍ୟରେ ଶ୍ୱାସକ୍ରିୟା କରନ୍ତି। ହେଲା, ଜଳରେ ଦ୍ରବୀଭୂତ ହୋଇଥିବା ଅମ୍ଳଜାନର କିଛି ଅଂଶ ମାଛ ଶ୍ୱାସକ୍ରିୟାରେ ଗ୍ରହଣ କରି ବଞ୍ଚେ। ମାଛକୁ ପାଣିରୁ କାଢ଼ି ଆଣିଲେ ସେ ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରି ନପାରି ମରିଯାଏ। ବୁଝିହେଲା? ତାପରେ ଖରେ ଘୋଡ଼ା ମରୁଭୂମିରେ ରହିବା ସମ୍ଭବ ନୁହେଁ, କାରଣ କ'ଣ? ପିଲାମାନେ ଘୋଡ଼ାର ପାଦଦ୍ୱୟ ମରୁବାଲିରେ ଚାଲିବାରେ ସହାୟକ ହୁଏ ନାହିଁ ଏବଂ ଖାଦ୍ୟ ଅଭାବ ସମୟରେ, ହେଲା, ଖାଦ୍ୟର ମଧ୍ୟ ସେଠି ଅଭାବ ହୁଏ। ଘୋଡ଼ା ପାଇଁ ସେ ମାନେ ଉପଯୁକ୍ତ ଖାଦ୍ୟ ମଧ୍ୟ ସେଠାରେ ନାହିଁ। ଘୋଡ଼ାର ଶରୀର ମରୁଭୂମିରେ ରହିବା ପାଇଁ ଉପଯୁକ୍ତ ନୁହେଁ, ତେଣୁ ଘୋଡ଼ା ମରୁଭୂମିରେ ରହିବା ସମ୍ଭବ ନୁହେଁ। ତାପରେ ଗରେ ଆମକୁ କ'ଣ ଦେଲା? କଲରା ଗଛ ସିଧା ଛିଡ଼ା ହୋଇ ରହିପାରେ ନାହିଁ କାହିଁକି? ପିଲାମାନେ କଲରା ଏକ ଲତା ଜାତୀୟ ଦୁର୍ବଳ ଉଦ୍ଭିଦ ଓ ଏହାର କାଣ୍ଡ ସରୁ ଓ ନରମ। କଲରା କାଣ୍ଡ ଦୁର୍ବଳ ହୋଇଥିବାରୁ ସେ ଅନ୍ୟର ସହାୟତାରେ ବଢ଼େ। ସେଥିପାଇଁ କଲରା ଗଛର କାଣ୍ଡ ଅଗରେ ଆକର୍ଷି ଥାଏ, ମାନେ ଆଗକୁ ବଢ଼ିବା ପାଇଁ କ'ଣ ଥିବ ଦେଖିବ, ଆକର୍ଷି ମାନେ ଆଗକୁ ଯେମିତି ବଢ଼ିବ ସେ ଅନ୍ୟର ସାହାରାରେ। ତେଣୁ କଲରା ଗଛ ସିଧା ଠିଆ ହୋଇପାରିବ ନାହିଁ। 3 ନମ୍ବର ପ୍ରଶ୍ନ ପିଲାମାନେ, କେଉଁଠି ଠିକ୍ ଚିହ୍ନ ଦ୍ୱାରା ଦର୍ଶାଇବା? କାକୁଡ଼ି ଲତାର ଆକର୍ଷି ଏହାକୁ ମାଡ଼ିବାରେ ସାହାଯ୍ୟ କରେ। ହଁ ପିଲାମାନେ, କଲରାର ପଢ଼ିଲେ, ତାହେଲେ ଏଇଟା ଠିକ୍ ଉତ୍ତର। ତାପରେ ମାଛର ଲାଞ୍ଜ ଦିଗର ପରିବର୍ତ୍ତନରେ ସାହାଯ୍ୟ କରେ। ପିଲାମାନେ ମାଛର ଲାଞ୍ଜ ତାର କ'ଣ ପରିବର୍ତ୍ତନରେ ସାହାଯ୍ୟ କରେ, ଠିକ୍ ଉତ୍ତର। ତାପରେ ଗରେ ଖଜୁରୀ ଏକ ମରୁଜ ଉଦ୍ଭିଦ। ହଁ ପିଲାମାନେ, ଖଜୁରୀ ମରୁଭୂମିରେ ଦେଖାଯାଏ। ଓଟ ଏକ ଜଳଜ ଉଦ୍ଭିଦ। ନାହିଁ ପିଲାମାନେ, ଓଟ ଯେହେତୁ ମରୁଭୂମିରେ ରୁହେ ସେ ଗୋଟେ ଜଳଜ ଉଦ୍ଭିଦ ନୁହେଁ। ହେଲା, ଏଇଟା ହେଉଛି ଭୁଲ ଉତ୍ତର। ଏଇଟା ଥିଲା ଆମର କ'ଣ ପରିସ୍ଥାନର ସବୁତକ ଉତ୍ତର। ଅଭ୍ୟାସ ପ୍ରଶ୍ନପତ୍ର।